ଆପଣ କ'ଣ OTT, CTET କିମ୍ବା ଆସିଷ୍ଟାଣ୍ଟ ଟିଚର ପାଇଁ ପ୍ରସ୍ତୁତି ହେଉଛନ୍ତି କି? ଆଉ ଆପଣଙ୍କୁ ଭାଷା ଶିକ୍ଷାଦାନ ବା ଓଡ଼ିଆ ପେଡାଗୋଜିର ପ୍ରଶ୍ନଗୁଡ଼ିକ କଷ୍ଟ ଲାଗୁଛି କି? ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ନମସ୍କାର ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ୍ ଚ୍ୟାନେଲ ଓଡ଼ିଆ ଲର୍ଣ୍ଣିଂ ଏକାଡେମୀକୁ। ଆଜି ଆମେ ଆଲୋଚନା କରିବା ବିଗତ ବର୍ଷଗୁଡ଼ିକରେ OTT ପରୀକ୍ଷାରେ ଆସିଥିବା ଓଡ଼ିଆ ପେଡାଗୋଜିର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ତାର ସଠିକ୍ ଉତ୍ତର। ଆମେ କେବଳ ଉତ୍ତର ଜାଣିବା ନାହିଁ, ବରଂ ତା ପଛର କାରଣକୁ ମଧ୍ୟ ବୁଝିବା, ଯାହାଦ୍ୱାରା ପରୀକ୍ଷାରେ ଆପଣ ସହଜରେ ସଫଳତା ପାଇପାରିବେ। ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ତେବେ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆଜିର ପ୍ରଥମ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବହୁଭାଷୀ ଶିକ୍ଷାର୍ଥୀମାନଙ୍କ ନିକଟରେ ଦେଖାଯାଏ ନାହିଁ? ଏଇଟା ହେଉଛି 2014 OTTରେ ଆସିଥିବା ପ୍ରଶ୍ନ। ଅପସନ୍ ଏ ଦେଇଛି କମ୍ କଥନ ଦକ୍ଷତା, ଅପସନ୍ ବିରେ ଅଛି ସୀମିତ ଶବ୍ଦ ଭଣ୍ଡାର, ଅପସନ୍ ସି ଅଛି ନିର୍ଭୁଲ ବାକ୍ୟ ଗଠନ କରି ନ ପାରିବା, ଅପସନ୍ ଡିରେ ଅଛି ପ୍ରଶ୍ନର ଉତ୍ତର ଭଲ ଭାବେ ଲେଖିପାରିବା। ତାହେଲେ ଏହାର ସଠିକ୍ ଉତ୍ତର କେଉଁଟା ହେବ? ବହୁଭାଷୀ ଶିକ୍ଷାର୍ଥୀମାନଙ୍କ ନିକଟରେ କେଉଁଟା ଦେଖାଯାଏ ନାହିଁ ପଚାରିଛି। ଦେଖନ୍ତୁ, ବହୁଭାଷୀ ଶିକ୍ଷାର୍ଥୀମାନଙ୍କ ନିକଟରେ କମ୍ କଥନ ଦକ୍ଷତା ଦେଖାଯାଏ। ସେମାନେ କମ୍ କଥାବାର୍ତ୍ତା କରନ୍ତି। ସୀମିତ ଶବ୍ଦଭଣ୍ଡାର ତାଙ୍କର ଥାଏ। ସେମାନେ ଯେହେତୁ ଅଲଗା ଭାଷାର ଶିକ୍ଷାର୍ଥୀ, ତେଣୁ ସେମାନେ ଓଡ଼ିଆ ଭାଷାରେ ତାଙ୍କର ସୀମିତ ଶବ୍ଦଭଣ୍ଡାର ଥାଏ। ନିର୍ଭୁଲ ବାକ୍ୟ ଗଠନ କରି ନ ପାରିବା, ନିର୍ଭୁଲ ବାକ୍ୟ ଗଠନ ସେମାନେ କରିପାରନ୍ତି ନାହିଁ, କିନ୍ତୁ ପ୍ରଶ୍ନର ଉତ୍ତର ଭଲ ଭାବେ ଲେଖିପାରିବା ଦେଇଛି। ଏଇଟା ହେଇଯିବ ରଙ୍ଗ ହେଇଯିବ, ଯେହେତୁ ରଙ୍ଗ ପଚାରିଛି, ନାହିଁ ପଚାରିଛି, ତେଣୁ ସେମାନଙ୍କ ନିକଟରେ ପ୍ରଶ୍ନ ଉତ୍ତର ଭଲ ଭାବେ ଲେଖିପାରନ୍ତି ନାହିଁ। ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଦେଖନ୍ତୁ, ବହୁଭାଷୀ ଶିକ୍ଷାର୍ଥୀମାନେ ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷାରେ ଶିକ୍ଷା ଗ୍ରହଣ କଲାବେଳେ ଶବ୍ଦ ଭଣ୍ଡାରର ଅଭାବ ଏବଂ ବ୍ୟାକରଣଗତ ତ୍ରୁଟି ଯୋଗୁଁ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଲେଖିବାରେ ଅସୁବିଧା ଅନୁଭବ କରନ୍ତି। ତେଣୁ ଏହା ସେମାନଙ୍କ ପାଖରେ ଦେଖାଯାଏ ନାହିଁ। ଅପସନ୍ ଡିଟା ତାଙ୍କ ପାଖରେ ଦେଖାଯାଏ ନାହିଁ। ବୁଝିଲେ? ଆପଣ ବହୁଭାଷୀ ଶିକ୍ଷାର୍ଥୀ କହିଲେ କ'ଣ ବୁଝୁଛନ୍ତି? ନା, ଯେଉଁମାନଙ୍କର ଭାଷା ତାଙ୍କର ମାତୃଭାଷାରେ ଯେଉଁମାନେ ଶିକ୍ଷା ଗ୍ରହଣ କରନ୍ତି ନାହିଁ, ତାଙ୍କ ଘରର ଭାଷା ଗୋଟିଏ ଅଲଗା, ଆଉ ବିଦ୍ୟାଳୟକୁ ଆସିଲେ ସେମାନେ ବିଦ୍ୟାଳୟର ଭାଷା ଅଲଗା, ତାହେଲେ ସେମାନଙ୍କୁ ବହୁଭାଷୀ କୁହାଯାଏ। ବୁଝିଲେ? ତାହେଲେ ସେମାନଙ୍କର କ'ଣ ଥାଏ? ସେମାନେ ବହିର ଭାଷା ତାଙ୍କ ଘରର ଭାଷା ଯେହେତୁ ନୁହେଁ, ତାଙ୍କର ମାତୃଭାଷା ଯେହେତୁ ନୁହେଁ, ସେମାନେ ଘରର ଭାଷା ଆସି ପଢ଼ନ୍ତି। ତେଣୁ ସେମାନଙ୍କୁ କ'ଣ କମ୍ କଥନ ଦକ୍ଷତା ଦେଖିବାକୁ ମିଳେ, ସୀମିତ ଶବ୍ଦଭଣ୍ଡାର ତାଙ୍କର ରହିଥାଏ ଏବଂ ନିର୍ଭୁଲ ବାକ୍ୟ ଗଠନ କରିପାରନ୍ତି ନାହିଁ, କିନ୍ତୁ ପ୍ରଶ୍ନର ଉତ୍ତର ଭଲ ଭାବେ ଲେଖିପାରନ୍ତି। ଏଇଟା ଦେଇଛି, ଏଇଟା ତାଙ୍କର କ'ଣ? ଏଇଟା ରଙ୍ଗ ହେଇଯିବ, ନାହିଁ ପଚାରିଛି, ତେଣୁ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ବୁଝିପାରିଲେ? ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାଷା ଶିକ୍ଷା ସହାୟକ କାର୍ଯ୍ୟକ୍ରମର ଅନ୍ତର୍ଗତ ନୁହେଁ? ଏଇଟା 2014ରେ ଆସିଥିବା OTT ପ୍ରଶ୍ନ। ଅପସନ୍ ଏ ଦେଇଛି କବିତା ରଚନା ପ୍ରତିଯୋଗିତା, ଅପସନ୍ ବି ଦେଇଛି ଆବୃତ୍ତି ପ୍ରତିଯୋଗିତା, ଅପସନ୍ ସିରେ ଦେଇଛି ପ୍ରାଚୀର ପତ୍ରିକା, ଅପସନ୍ ଡି ଦେଇଛି ପାଠ ଯୋଜନା। ତାହେଲେ ଭାଷା ଶିକ୍ଷା ସହାୟକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ନୁହେଁ କେଉଁଟା? ଭାଷା ଶିକ୍ଷା ସହାୟକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ନୁହେଁ। ଏହାର ସଠିକ୍ ଉତ୍ତର କ'ଣ ହେବ? ଦେଖନ୍ତୁ, କବିତା ରଚନା ପ୍ରତିଯୋଗିତା ଭାଷା ଶିକ୍ଷାରେ ଯାଏ, ଆବୃତ୍ତି ପ୍ରତିଯୋଗିତା ମଧ୍ୟ ଭାଷା ଶିକ୍ଷାରେ ସହାୟକ ହେବ, ପ୍ରାଚୀର ପତ୍ରିକା ମଧ୍ୟ ସହାୟକ ହେବ, କିନ୍ତୁ ପାଠ ଯୋଜନା ହେବ ନାହିଁ। ଏହାର ସଠିକ୍ ଉତ୍ତର ଏଇଟା ହେଇଯିବ। ଦେଖନ୍ତୁ, ପାଠ ଯୋଜନା ଶିକ୍ଷକଙ୍କ ପାଇଁ ଗୋଟିଏ ଶୈକ୍ଷିକ ପ୍ରସ୍ତୁତି, କିନ୍ତୁ କବିତା ରଚନା, ଏହି ଆବୃତ୍ତି, ଏହି ପ୍ରାଚୀର ପତ୍ରିକା, ଏଇଟା ହେଉଛି ଭାଷା ଶିକ୍ଷାକୁ ଆଗ୍ରହୀ କରିବା ପାଇଁ ଗୋଟେ ସହାୟକ କାର୍ଯ୍ୟକ୍ରମ। ବୁଝିପାରିଲେ? ତେଣୁ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଯିବା। 3 ନମ୍ବର ପ୍ରଶ୍ନ, କେଉଁ କ୍ରମାନ୍ୱୟ ଭିତ୍ତିକ ପଠନ ପଦ୍ଧତି ଶିଶୁମାନଙ୍କ ପାଇଁ ଉପଯୁକ୍ତ?
ताहले देखंतु एठारे देइछि अक्षर पठन वाक्य पठन छवि पठन प्रसंग पठन अनुच्छेद पठन एवं बही पठन एई ऑप्शन गुडी को अलगा अलगा सब प्रत्येक ऑप्शन रे अलगा अलगा भाव रे सजे की रखा जाइछि ताहले यार सठिक उत्तर कोन हेबो ना यार सठिक उत्तर हे जिवो प्रथमे कोन आसीबो प्रथमे आसीबो छवि पठन आसीबो ठीक अछि छवि पठन पर अक्षर पठन आसीबो छवि पठन पर संगे संग से बही पठन को शिफ्ट करि पारिबो नाही शिक्षार्थी बुझिले तेणु एटा हेबो नाही देखंतु ताहले ऑप्शन बी हिजो सठिक उत्तर आपण एमिति काटी करी मध्य करि पारिबे ताहले कोन शिशु माने प्रथमे कोन दृश्य बा छवि माध्यम रे शिखिबा को भलो पांती तापरे क्रमान्वय रे अक्षर पर वाक्य आडको अग्रसर होंती वाक्य पर से माने बही को मध्य तापरे कोन अक्षर पढ़िबे अक्षर पढ़ी साला पर कोन अनुच्छेद वाक्य अनुच्छेद तापरे प्रसंग तापरे बही एपरि भाव रे तांगर सेटा क्रमान्वय एटा कोन क्रमान्वय रे एटा पढ़िबे प्रथमे छवि पढ़िबे छवि को पढ़ी साला पर से अक्षर पढ़िबे अक्षर पढ़ी जानले पर से वाक्य को भलो भारे पढ़ी पारिबे तापरे से अनुच्छेद को पढ़ी पारिबे अनुच्छेद पर प्रसंग पढ़ी पारिबे प्रसंग पर से समग्र बही पढ़िबा पई समर्थ हेबे ताहले एटा हे जो ऑप्शन बी हे सठिक उत्तर आ एटा हैला कोन तांकर गोटे मनस्तात्विक क्रम ऑप्शन बी हे सठिक उत्तर चलंतु परवर्ती प्रश्न निकट को जीवा केउ वर्णा शुद्धि निराकरण पई उपयोगी नुहे केउटी वर्णा शुद्धि निराकरण पई उपयोगी नुहे एटा 2015 रे आसीतो अटीटी प्रश्न ऑप्शन ए देछि अभिधान व्यवहार ऑप्शन बी देछि दृष्ट लिखन ऑप्शन सी देछि नीरव पठन ऑप्शन डी रे देछि बनान खेल केउटा उपयोगी नुहे पचारिछि देखंतु यार सठिक उत्तर हे जिवो कोन नीरव पठन ऑप्शन सी हे जिवो सठिक उत्तर एटा कोन वर्णा शुद्धि निराकरण पई उपयोगी नुहे वर्णा शुद्धि निराकरण पई उपयोगी केउटा ना अभिधान व्यवहार दृष्ट लिखन बनान खेल ए सब कोन वर्णा शुद्धि पई उपयोगी हे पारिबो किंतु हमर नीरव पठन ता कोन एटा गोटे नीरव पठन कले कोन होय नीरव पठन मुख्यतः विषय वस्तुर गभीरता बुझिबा पई व्यवहृत होइथाय तार भाव को बुझिबा पई व्यवहृत होय वर्णा शुद्धि पई कोन लेखिबा अभिधान देखिबा बनान खेल ए सब अधिक फलप्रद हेबो तेनु ऑप्शन सी हे जिवो यार सठिक उत्तर चलंतु परवर्ती प्रश्न निकट गिवा पायन प्रश्न श्रेणी गृह रे जने शिक्षक अनिर्दिष्ट विषय रे व्यक्ति केंद्रिक शिक्षादान निमंत्रण नेउथवा पदक्षेप प्रश्नटा पढि दोजी पाठचक्र काहाकू कहा जाय एटा 2015 रे आसीबा अटीटी प्रश्न ऑप्शन ए देछि श्रेणी गृह रे जने शिक्षक अनिर्दिष्ट विषय रे व्यक्ति केंद्रिक शिक्षादान निमंत्रण नेउथवा पदक्षेप ऑप्शन बी देछि जने विशेषज्ञ को साक्षात करी जने पिला केते गुडी प्रश्नर उत्तर आदाय करिबा ऑप्शन सी देछि एक निर्दिष्ट विषयक पत्रिका प्रकाश करी शिक्षार्थी मानक मध्य बांटी देबा ऑप्शन डी देछि जने किंबा एकाधिक विशेषज्ञ एक छोट दलभुक्त शिक्षार्थी को एक निर्दिष्ट विषय रे दलगत आलोचना एवं शिक्षार्थी मानकर प्रश्नर स्पष्टीकरण देबा एहार सठिक उत्तर हे जिवो कोन ऑप्शन डी हे जिवो यार सठिक उत्तर देखंतु पाठचक्र बा सेमिनार बा वर्कशॉप होची गोटे मिलित आलोचना प्रक्रिया जेउठारे ज्ञानर आदान प्रदान एवं संदेह मोचन करा जाय थाए तेणु ऑप्शन डी हे जिवो एटा होची पाठचक्र ठीक अछि एटा कोन जन किंबा एकाधिक विशेषज्ञ एक छोट दलभुक्त शिक्षार्थी को एक निर्दिष्ट विषय दलगत आलोचना एवं शिक्षार्थी मानकर प्रश्नर स्पष्टीकरण दंती तेणु एटा ऑप्शन डी हे जिवो सठिक उत्तर आपण मानको अनुरोध जे माने हम चैनल को सब्सक्राइब कर नांती दया कर सब्सक्राइब करंतु एवं ओडिया पेडागोजी रो एटा होची पार्ट 5 वीडियो जो माने पार्ट 1 टू पार्ट 4 पर्यंत वीडियो देखि नांती प्रीवियस पार्ट गुडी जो माने देखि नांती चैनल को जाई प्रीवियस पार्ट गुडी को देखि नियंतु किमा प्लेलिस्ट को जाई कि मध्ये आपण माने देखि पारिबे वीडियो केमिति लागुची निश्चित भारे कमेंट करंतु आउ केउ टॉपिक रो आपण वीडियो देखिया पई चाहछंती निश्चित भारे कमेंट करंतु एबे चलंतु जीवा 6 नंबर प्रश्न निकट को 6 नंबर प्रश्न देछि केउ पद्धति द्वारा प्रसंग निहित भावधारा बुझिबा पई विद्यार्थी माने समर्थ होंती
এইটা 2015 ଆସିଥିବା OTT ପ୍ରଶ୍ନ। এইଟା ଆପଣମାନଙ୍କ ପାଇଁ ଗୋଟିଏ ହୋମୱାର୍କ। କାହିଁକି ନା ଏହାର ପ୍ରିଭିୟସ୍ ଭିଡ଼ିଓରେ ମୁଁ କହିଛି କେଉଁ ପ୍ରସଙ୍ଗ ନିହିତ ଭାବ ଦ୍ୱାରା ବୁଝିବା ପାଇଁ ବିଦ୍ୟାର୍ଥୀମାନେ ସମର୍ଥ ହୁଅନ୍ତି। ଏହାର ପ୍ରିଭିୟସ୍ ପ୍ରଶ୍ନରେ କ'ଣ ଥିଲା, ଏହି ଆନ୍ସର୍ର କ'ଣ ସେଇ ଆନ୍ସର୍ ଗୁଡ଼ିକ ଥିଲା। ସେ ପ୍ରିଭିୟସ୍ରେ ମୁଁ ଅପସନ୍ ବତାଇଲା ବେଳେ ବୁଝେଇ ଦେଇଥିଲି। ତାହେଲେ କେଉଁ ପଦ୍ଧତି ଦ୍ୱାରା ପ୍ରସଙ୍ଗ ନିହିତ ଭାବଧାରା ବୁଝିବା ପାଇଁ ବିଦ୍ୟାର୍ଥୀମାନେ ସମର୍ଥ ହୁଅନ୍ତି, ଆପଣମାନେ କମେଣ୍ଟ ମାଧ୍ୟମରେ କହିବେ। ଠିକ୍ ଅଛି, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। 7 ନମ୍ବର ପ୍ରଶ୍ନ, ବ୍ୟାକରଣ ପଢ଼ାଇବା ପାଇଁ ନିମ୍ନଲିଖିତ ପ୍ରଣାଳୀମାନଙ୍କ ମଧ୍ୟରୁ କେଉଁଟି ସର୍ବୋତ୍ତମ? ଏଇଟା 2015ରେ ଆସିଥିବା OTT ପ୍ରଶ୍ନ। ଅପସନ୍ ଏ ଦେଇଛି ସୂତ୍ରକୁ ପ୍ରଥମେ ମୁଖସ୍ଥ କରିବା ପାଇଁ ପିଲାଙ୍କୁ କହିବା। ଅପସନ୍ ବି ଦେଇଛି ବହି ଧରି ସୂତ୍ରଗୁଡ଼ିକୁ ବୁଝାଇବା। ଅପସନ୍ ସି ଦେଇଛି ପ୍ରଥମେ ସୂତ୍ରକୁ ମୁଖସ୍ଥ କରିବା ପରେ ବିଭିନ୍ନ ଉଦାହରଣ ଦେଇ ବୁଝାଇବା। ଅପସନ୍ ଡିରେ ଦେଇଛି ଉଦାହରଣ ଓ ବିଶ୍ଳେଷଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବା। ଦେଖନ୍ତୁ 7 ନମ୍ବର ପ୍ରଶ୍ନର ଉତ୍ତର ହେଇଯିବ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଉଦାହରଣ ଏବଂ ବିଶ୍ଳେଷଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବା। ଏଇଟା ବ୍ୟାକରଣ ପଢ଼ାଇବା ପାଇଁ ଗୋଟିଏ ବେଷ୍ଟ ପ୍ରଣାଳୀ। ବୁଝିପାରିଲେ? ପ୍ରଥମେ ଉଦାହରଣ ପରେ ବିଶ୍ଳେଷଣ, ବୁଝିଲେ? ଆଉ ଏଇ ଅପସନ୍ ଡି ଏଇଟା ହେଉଛି ଗୋଟେ ଆରୋହ ପଦ୍ଧତି ହେଲା। ଆଉ ଏ ଅପସନ୍ ପ୍ରଥମେ ସୂତ୍ରକୁ ମୁଖସ୍ଥ କରିବା ପରେ ଉଦାହରଣ ଦେବା, ଏଇଟା ହେଉଛି ଅବରୋହ ପଦ୍ଧତି ହେଲା, ବା ଅବରୋହ ପ୍ରଣାଳୀ। ଠିକ୍ ଅଛି, ତାହେଲେ ଆମର କ'ଣ ଆରୋହ ଅବରୋହ ମଧ୍ୟରୁ କ'ଣ ଆରୋହ ହେଉଛି ବେଷ୍ଟ। ଆରୋହ ହେଇଯିବ ସଠିକ୍ ଉତ୍ତର। ପିଲାମାନେ ପ୍ରଥମେ ଜଣାଥିବା ଉଦାହରଣରୁ ଅଜଣା ସୂତ୍ର ଆଡ଼କୁ ଗଲେ ବ୍ୟାକରଣ ସହଜରେ ବୁଝିପାରନ୍ତି। ତେଣୁ ଏ ଆରୋହ ହେଇଯିବ ବେଷ୍ଟ ଏବଂ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଏବଂ এই ସୂତ୍ରରୁ ମୁଖସ୍ଥରୁ ଉଦାହରଣକୁ ଯିବାଟା ଏଇଟା କ'ଣ, ଏଇଟା ଗୋଟେ ଚିରାଚରିତ ପାରମ୍ପରିକ ପ୍ରଣାଳୀ ଏଇଟା। ଠିକ୍ ଅଛି। 8 ନମ୍ବର ପ୍ରଶ୍ନ ନିକଟକୁ ଯିବା। ପାଠ୍ୟପୁସ୍ତକର ବିଭିନ୍ନ ପାଠ ଶେଷରେ ସମାଧାନମୂଳକ ନିର୍ଦ୍ଦେଶିକା ଥାଏ, ଯଥା ଲେଖ, ପଢ଼, ଛବି ଦେଖି ଖାଲି ସ୍ଥାନ ପୂରଣ କର ଇତ୍ୟାଦି। ଅକ୍ଷର ବା ବର୍ଣ୍ଣମାଳା ଶିକ୍ଷା କରିବା ନିମନ୍ତେ କେଉଁ ପଦ୍ଧତି ସର୍ବୋତ୍ତମ? ଏଇଟା 2016ର ପ୍ରଶ୍ନ। ଏହାର ସଠିକ୍ ଅପସନ୍ ଦେଖିବା। ଛବି ଦେଖିବେ, ଶବ୍ଦ ପରିଚିତ ହେବେ, ପଢ଼ିବେ, ଲେଖିବେ। ଶବ୍ଦ ପରିଚିତ ହେବେ, ପଢ଼ିବେ, ଛବି ଦେଖିବେ, ଲେଖିବେ। ଲେଖିବେ, ଶବ୍ଦ ପରିଚିତ ହେବେ, ଛବି ଦେଖିବେ, ପଢ଼ିବେ। ପଢ଼ିବେ, ଛବି ଦେଖିବେ, ଲେଖିବେ, ଶବ୍ଦ ପରିଚିତ ହେବେ। ଠିକ୍ ଅଛି, ଦେଖନ୍ତୁ କେଉଁଟା ଠିକ୍ କ୍ରମ ବୋଲିଛି। ଦେଖନ୍ତୁ ପ୍ରଥମ ପ୍ରଶ୍ନରେ ବି ମଧ୍ୟ ସେଇ ଜିନିଷଟା ଥିଲା ହେଲା। ତାହେଲେ ଏଇଟାକୁ ବାରମ୍ବାର ଘୁରେଇକି ପଚାରୁଛି। ତେଣୁ ଆପଣମାନେ ନିଶ୍ଚିତ ଭାବରେ ଯେଉଁମାନେ ବୁଝିଛନ୍ତି ନିଶ୍ଚିତ ଭାବରେ ସଠିକ୍ ଉତ୍ତର ଦେବେ। ଦେଖନ୍ତୁ ପ୍ରଥମେ ଛବି ହିଁ ଆସିବ। ଅଲଗା ଥିରେ ଛବି ନାହିଁ। ପ୍ରଥମରେ ଶବ୍ଦ ଜାଣିବେ କେମିତି, ପ୍ରଥମେ ଛବି ଦେଖିବେ, ପ୍ରଥମରୁ ଲେଖିନେବେ କେମିତି, ପ୍ରଥମରୁ ପଢ଼ି ନେବେ କେମିତି। ଠିକ୍ ଅଛି, ତେଣୁ ପ୍ରଥମେ ହେଇଯିବ କ'ଣ, ଛବି ଦେଖିବେ, ତାପରେ ଶବ୍ଦ ସହିତ ସେମାନେ ପରିଚିତ ହେବେ, ତାପରେ ପଢ଼ିବେ, ତାପରେ ଲେଖିବେ। ଅପସନ୍ ଏ ହେଇଯିବ ସଠିକ୍ ଉତ୍ତର। ବୁଝିପାରିଲେ? ଏହା ହେଉଛି ଶିକ୍ଷାଦାନର ସରଳ କ୍ରମ। ଦୃଶ୍ୟ ବା ଛବି ପରେ ଶ୍ରବଣ, କଥନ, ଶବ୍ଦ ଏବଂ ଶେଷରେ ପଠନ ଲିଖନ ହୋଇଥାଏ। LSRW। ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। 9 ନମ୍ବର ପ୍ରଶ୍ନ, ଉଚ୍ଚ ପଠନର କେଉଁଟି ଅନ୍ତରାୟ ପଚାରିଛି? ଅପସନ୍ ଏ ଦେଇଛି ଶୁଦ୍ଧ ଉଚ୍ଚାରଣ। ଅପସନ୍ ବି ଦେଇଛି ବିରାମ ଚିହ୍ନ ସମ୍ପର୍କରେ ଧାରଣା। ଅପସନ୍ ସିରେ ଦେଇଛି ସ୍ପଷ୍ଟ ଅଭିବ୍ୟକ୍ତି। ଅପସନ୍ ଡି ଦେଇଛି ମାନସିକ ଏକାଗ୍ରତା। ଏଇଟା 2016ର ପ୍ରଶ୍ନ। ଉଚ୍ଚ ପଠନର କେଉଁଟି ଅନ୍ତରାୟ? ବୁଝିପାରିଲେ? ତାହେଲେ ଏହାର ସଠିକ୍ ଉତ୍ତର କ'ଣ ହେବ? ନା, ଏହାର ସଠିକ୍ ଉତ୍ତର ହେଇଯିବ ମାନସିକ ଏକାଗ୍ରତା। କାରଣ ଉଚ୍ଚ ପଠନ ବା ଲାଉଡ୍ ରିଡିଂ ବେଳେ ଉଚ୍ଚାରଣ ଓ ସ୍ପଷ୍ଟ ଅଭିବ୍ୟକ୍ତି ଉପରେ ଗୁରୁତ୍ୱ ଦିଆଯାଏ। ଶୁଦ୍ଧ ଉଚ୍ଚାରଣ, ସ୍ପଷ୍ଟ ଅଭିବ୍ୟକ୍ତି ଉପରେ ଗୁରୁତ୍ୱ ଦିଆଯାଏ, କିନ୍ତୁ ନୀରବ ପଠନ ପରି ଏଥିରେ ସମ୍ପୂର୍ଣ୍ଣ ମାନସିକ ଏକାଗ୍ରତା ରହେ ନାହିଁ। ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ବୁଝିଲେ? ଚାଲନ୍ତୁ 10 ନମ୍ବର ପ୍ରଶ୍ନକୁ ଯିବା। ବ୍ୟାକରଣ ଶିକ୍ଷାଦାନ ନିମନ୍ତେ କେଉଁଟି ପ୍ରଣାଳୀଟି ସର୍ବୋତ୍ତମ? ଏଇଟା 2016। ଏଇ ପ୍ରଶ୍ନ ବାରମ୍ବାର ଆସୁଛି। ବୁଝିଲେ?
ऑप्शन ए पुस्तक रे दिया सूत्र गुड़िक शिक्षक बुझाइबे। ऑप्शन बी देछि सूत्र गुड़िक मुखस्थ करने शिक्षक कहिबे। ऑप्शन सी देछि उदाहरण और विश्लेषण माध्यम सूत्र रे उपनीत हेबे। ऑप्शन डी देछि सूत्र रो ज्ञान आहरण करी विभिन्न उदाहरण देबे। देखंतु एही प्रश्न को बारंबार आसुची उदाहरण पर विश्लेषण करी सूत्र रे उपनीत हेबाटा ही बेस्ट हो। तेणु ऑप्शन सी है सब बेले सूत्र को मुखस्थ करने शिक्षक कहिबे एटा कोन बेस्ट केते बेले हो। शिक्षक पुस्तक रे दिया प्रश्न गुड़िक शिक्षक बुझाइले एटा कोन हबो एटा शिक्षक केंद्र कहिबो। सूत्र रो ज्ञान आहरण करी विभिन्न उदाहरण देबे। प्रथम सूत्र पर एटा हेले कोन एटा अवरोह हेबो एटा आरोह हेबो। ठीक अछि आरोह बेस्ट ऑप्शन सी हियो सठिक उत्तर। एवं यह व्याकरण शिक्षादान गोटे कौन वैज्ञानिक पद्धति। चलतु परवर्ती प्रश्न निकट जा 11 नंबर प्रश्न क्योंटी व्यावहारिक व्याकरण लक्षण एटा 2016 प्रश्न। ऑप्शन ए प्रयोगात्मक, ऑप्शन बी आनंददायक, ऑप्शन सी विश्लेषणात्मक, ऑप्शन डी गुणात्मक। ताहले यार सठिक उत्तर कौन हेबो? व्यावहारिक व्याकरण लक्षण कौन? यार सठिक उत्तर हो ऑप्शन ए हो सठिक उत्तर प्रयोगात्मक। व्यावहारिक व्याकरण बा फंक्शनल ग्रामर मुख्य लक्ष्य होची भाषा को दैनंदिन जीवन में सठिक भावे प्रयोग करिबा। तेणु प्रयोगात्मक है सठिक उत्तर। परवर्ती प्रश्न निकट जा 12 नंबर प्रश्न पाठ्य विषय वस्तु को बुझीबा निमंते केउटी सहायक। ऑप्शन ए देछि सरव पठन, ऑप्शन बी नीरव पठन, ऑप्शन सी द्रुत पठन, ऑप्शन डी सामूहिक पठन। देखो पाठ विषय वस्तु को बुझीबा निमंते यही प्रश्न बारंबार आसुची यार उत्तर कौन? यार उत्तर होची नीरव पठन ऑप्शन बी हो सठिक उत्तर। यही प्रश्न को बारंबार घूरेगी पचारुची सबु बेले पचारुची। ठीक अच्छे तेणु यहाँ मैंने बुझंतु पाठ्य विषय तो बुझीबा निमंते जोटा सहायक सेटा कौन नीरव पठन सब बेले हेबो। ऑप्शन बी हो सठिक उत्तर। चलतु परवर्ती प्रश्न को जीवा। निम्नोक्त केउटी शिशु मनरे शिक्षा ग्रहण करने पई आग्रह सृष्टि करे नाही। एटा 2016 प्रश्न। ऑप्शन ए शिक्षक केंद्रिक पंथा, ऑप्शन बी शिक्षार्थी केंद्रिक पंथा, ऑप्शन सी प्रक्रियात्मक पंथा, ऑप्शन डी कार्यभित्तिक पंथा। देखंतु आग्रह सृष्टि करे नाही ताहेले डिमेरिट कोटा ना डिमेरिट हो शिक्षक केंद्रिक पंथा। ऑप्शन ए हो सठिक उत्तर। शिक्षक केंद्रिक पंथा रे पिला माने निष्क्रिय रहंती जहाँ सेमानक मन रे आग्रह सृष्टि करे नाही। 14 नंबर प्रश्न निकट को जीवा। विद्यालय रे प्राचीर पत्र प्रदर्शन द्वारा कि उपकार साधित होई न थाए पचारिसी 2016 प्रश्न। पिला मानकर पठन दक्षता वृद्धि हुए। ऑप्शन बी देछि पिला मानकर लिखन दक्षता वृद्धि, ऑप्शन सी देछि पिला मानकर सामाजिक संपर्क वृद्धि, ऑप्शन डी देछि पिला मानकर उपस्थान वृद्धि। ताहले देखंतु प्राचीर पत्र प्रदर्शन कले कौन हुए ना पिला मानकर पठन दक्षता वृद्धि होता है, पिला मानकर लिखन दक्षता मध्य वृद्धि होता है, सेमाने विभिन्न सृजनात्मक लिखन रे अंशग्रहण करती। ऑप्शन सी पिला मानकर सामाजिक संपर्क वृद्धि होता है, सेमाने समस्त निज निज मध्य कौन सामाजिक संपर्क रक्षा करथांती। किंतु पिला मानकर उपस्थान वृद्धि जे प्राचीर पत्र प्रदर्शन द्वारा पिला मानकर उपस्थान वृद्धि हो एटा होई न थाए। तेणु ऑप्शन डी हो सठिक उत्तर। आमर प्राचीर पत्र लिखन और पठन दक्षता बढ़ाए किंतु यह सहित स्कूल पिला उपस्थापन कौन सीधा सलख संपर्क नहीं। 15 नंबर प्रश्न को जीवा। उच्च प्राथमिक स्तर में पाठ्यपुस्तक निर्वाचन क्षेत्र में क्यों विषय प्रति प्राधान्य देवा उचित नुहे पचारिछि 2016 प्रश्न। ऑप्शन ए प्रतिकूल विषय वस्तु चयन, ऑप्शन बी रुचिकर विषय वस्तु चयन, ऑप्शन सी समस्या और समाधान भित्तिक विषय वस्तु चयन, ऑप्शन डी कल्पना और युक्ति शक्ति विकास करिवारे सहायक विषय वस्तु चयन। एटा केउटा नुहे पचारिछि। यार सठिक उत्तर है पाठ्यपुस्तक निर्वाचन क्षेत्र में कौन रुचिकर विषय वस्तु चयन करा जीवो, समस्या समाधान भित्तिक विषय वस्तु चयन करा जीवो,
कल्पना युक्ति शक्ति शिक्षार्थी विकास जेपरि हो पार सेहीपरि विषयवस्तु को मध्य चयन करा किंतु प्रतिकूल विषयवस्तु चयन करा नाही। ऑप्शन ए हो सठिक उत्तर। पाठ्यपुस्तक सब बेले अनुकूल एवं शिक्षणीय विषय रहिबा उचित। प्रतिकूल विषयवस्तु शिशुर मानसिक विकास में बाधा सृष्टि करे, तेणु यहाकू प्राधान्य देवा उचित नुहे। तेणु ऑप्शन ए हो सठिक उत्तर। चलतु 16 नंबर प्रश्न को जीवा। पाठ योजनार मुख्य लक्ष्यटी कौन? 2016 प्रश्न। ऑप्शन ए केवल प्रश्नोत्तर कार्यक्रम परिचालना करने। ऑप्शन बी देछि श्रेणी गृह रे श्रृंखला रक्षा करने। ऑप्शन सी देछि प्रसंग उपस्थापन, गठनात्मक मूल्यांकन एवं लब्ध ज्ञान परीक्षा करने। ऑप्शन डी देछि पाठ्य विषयवस्तु कलापटारे लेखिबा। यार सठिक उत्तर कौन है ना? पाठ योजनार मुख्य लक्ष्य कौन? पाठ योजना कहीं लिखा जाए? केवल प्रश्नोत्तर केवल थी तो काटिदेवे। श्रेणी गृह रे पाठ योजनार मुख्य उद्देश्य कौन? ये श्रेणी गृह श्रृंखला रक्षा करवा कि? ऑप्शन सी हो सठिक उत्तर। प्रसंग उपस्थापन, गठनात्मक मूल्यांकन एवं लब्ध ज्ञान परीक्षा करने पाठ योजनार लक्ष्य। ये कौन उपस्थापन थाए, मूल्यांकन थाए, लब्ध ज्ञान परीक्षण थाए। बुझे पाठ्य विषयवस्तु कलापटारे लेखापी मुख्य लक्ष्य थाए ना। यार तो आप आराम से जना पड़ी। ऑप्शन सी हो सठिक उत्तर। 17 नंबर प्रश्न। ग्राम रे एक नलकूप स्थापन निमंते बीडीओ को एक दरखास्त लेख। यह के प्रकार पत्र अंतर्गत? ये 2016 प्रश्न। ऑप्शन ए आनुष्ठानिक बा शिष्टाचारिक। ऑप्शन बी अणानुष्ठानिक। ऑप्शन सी निमंत्रण। ऑप्शन डी वाणिज्यिक। यार सठिक उत्तर कौन है? जेहेतु गोटे बीडीओ निकट को गोटे दरखास्त लिखा होची, तेणु यहाँ आनुष्ठानिक हो सठिक उत्तर। यहाँ अणानुष्ठानिक हेब नहीं कि निमंत्रण पत्र नुहे कि वाणिज्यिक पत्र नुहे। ऑप्शन ए हो सठिक उत्तर। कारण सरकारी कर्मचारी बा अधिकारी बीडीओ को लेखा जाउथुवा पत्र आनुष्ठानिक बा फॉर्मल लेटर अंतर्गत हेब। ऑप्शन ए तेणु हो सठिक उत्तर। वीडियो केमती लगुच आपण मैंने निश्चित भाव कमेंट करूँ। जो मैंने आम चैनल को सब्सक्राइब करना सब्सक्राइब कर दिंतु। चलते परवर्ती प्रश्न निकट को जीवा। केउंटी शिक्षादान शिक्षण प्रक्रियार केन्द्रबिंदु? यहाँ 2016 प्रश्न। देखु आपण मान गोटे कौन होमवर्क दूसरी। यहाँ ऑप्शन ए देती पाठ्यपुस्तक, ऑप्शन बी शिक्षक, ऑप्शन सी शिक्षार्थी, ऑप्शन डी पाठ्यक्रम। ताहले जो मैंने वीडियो देखुंत यार सठिक उत्तर कौन है निश्चित भाव कमेंट करूँ। 16 नंबर प्रश्न 18 नंबर प्रश्नर कौन? शिक्षादान शिक्षण प्रक्रियार केन्द्रबिंदु केउटा? पाठ्यपुस्तक हेब, शिक्षक हेब ना शिक्षार्थी हेब ना पाठ्यक्रम हेब? केउटा हो केन्द्रबिंदु? आपण कमेंट करूँ। 19 नंबर प्रश्न देखिबा। केउटी स्वशिक्षण परिपंथी? यहाँ 2017 प्रश्न। ऑप्शन ए देसी शिक्षकों सहायता पाठ बुझा। ऑप्शन बी देसी शिक्षकों बिना सहायता पाठ बुझा। ऑप्शन सी देसी शिक्षण क्षेत्र में आत्मनिर्भरशील होगा। ऑप्शन डी देसी शब्द प्रयोग क्षेत्र में स्वदक्षतार वृद्धि घटाइबा। यार सठिक उत्तर केउटा हेबो? स्वशिक्षण परिपंथी केउटा पचारि? तेणु ऑप्शन ए हो सठिक उत्तर। शिक्षकों सहायता पाठ बुझा हो सठिक उत्तर। पाठ बुझा शिक्षकों सहायता। ठीक अच्छे। देखो स्वशिक्षण अर्थ हूँ निज चेष्टा शिखा। शिक्षकों उपर संपूर्ण निर्भर करने स्वशिक्षण परिपंथी बा विपरीत। तेणु ऑप्शन ए हेब सठिक उत्तर। बुझीपारे? आपण बुझे देली कौन? स्वशिक्षण अर्थ हूँ निज चेष्टा शिखा। शिक्षकों उपर संपूर्ण निर्भर करने स्वशिक्षण परिपंथी। तेणु ऑप्शन ए हेब सठिक उत्तर। 20 नंबर प्रश्न को जीवा। केउटी गद्य शिक्षादान उद्देश्य नुहे? नुहे पचारि? 2017 प्रश्न। ऑप्शन ए देती श्रवण लिखन पठन दक्षतार अभिवृद्धि। ऑप्शन बी देती भाषा प्रयोग विधि संपर्क में धारणा प्राप्ति। ऑप्शन सी देती चिंता शक्ति और युक्ति शक्तिर अभिवृद्धि न घटिबा। ऑप्शन डी देती व्यापक पठन में आग्रह सृष्टि। गद्य शिक्षादान उद्देश्य केउटा नुहे? ताहले यार सठिक उत्तर कौन है? चिंता शक्ति और युक्ति शक्तिर अभिवृद्धि न घटिबा। ऑप्शन सी हो सठिक उत्तर।
କାହିଁକି ନା ଗଦ୍ୟ ଶିକ୍ଷାଦାନର ପ୍ରକୃତ ଲକ୍ଷ୍ୟ ହେଉଛି ଚିନ୍ତା ଶକ୍ତିର ବିକାଶ କରିବା, ଅଭିବୃଦ୍ଧି ନ ଘଟିବା। ଏଇ ଯେଉଁ ଅଛି ଏଇଟା ଏକ ନକାରାତ୍ମକ ବାକ୍ୟ। ଚିନ୍ତା ଶକ୍ତି ଓ ଯୁକ୍ତି ଶକ୍ତିର ଅଭିବୃଦ୍ଧି ନ ଘଟିବା ଦେଇଛି, ତେଣୁ ଏଇଟା ହେବ ସଠିକ ଉତ୍ତର। ଏହାର ଉଦ୍ଦେଶ୍ୟରେ ଯିବ, କାହିଁକି ନା ଗଦ୍ୟ ଶିକ୍ଷାଦାନର ପ୍ରକୃତ ଲକ୍ଷ୍ୟ ହେଉଛି ଚିନ୍ତା ଶକ୍ତିର ବିକାଶ କରିବା, ଅଭିବୃଦ୍ଧି ନ ଘଟିବା ଯେହେତୁ ଗୋଟେ ଦେଇଛି, ଏଇଟା ଗୋଟେ ନକାରାତ୍ମକ ବା ନେଗେଟିଭ ପଏଣ୍ଟ ଦେଇଛି, ତେଣୁ ଏହା ଉଦ୍ଦେଶ୍ୟ ହେବ ନାହିଁ। ଏଇ ପଠନ ଲିଖନ ଏଇଟା ମଧ୍ୟ ଗୋଟେ ତାର ଅଭିବୃଦ୍ଧି ହେବ, ଏଇଟା ଉଦ୍ଦେଶ୍ୟ ହୋଇପାରିବ। ଭାଷାର ପ୍ରୟୋଗ ବିଧି ସମ୍ପର୍କିତ ଧାରଣା ପ୍ରାପ୍ତି ମଧ୍ୟ ଉଦ୍ଦେଶ୍ୟ ହେବ। ବ୍ୟାପକ ପଠନ ପାଇଁ ଆଗ୍ରହ ସୃଷ୍ଟି ମଧ୍ୟ ହେବ, ଏଇଟା ଉଦ୍ଦେଶ୍ୟ ହେବ। ଏଇଠାରେ ଚିନ୍ତା ଶକ୍ତି ଓ ଯୁକ୍ତି ଶକ୍ତିର ଅଭିବୃଦ୍ଧି ନ ଘଟିବା ଯଦି ଲେଖା ହୋଇନଥାନ୍ତା, ତାହେଲେ ଏଇଟା ମଧ୍ୟ ଉଦ୍ଦେଶ୍ୟ ହୋଇଥାନ୍ତା। ତେଣୁ ଯେହେତୁ ନ ଲାଗିଛି, ନ ଦେଇକି କ'ଣ ନେଗେଟିଭ କରିଦେଉଛି, ତେଣୁ ଆପଣମାନଙ୍କର ଏଇଟା ହେଇଯିବ ସଠିକ ଉତ୍ତର, ଏଇଟା ଉଦ୍ଦେଶ୍ୟ ନୁହେଁ ହେଇଯିବ। ଚାଲନ୍ତୁ 21 ନମ୍ବର ପ୍ରଶ୍ନ ନିକଟକୁ ଯିବା। କେଉଁଟି ଉତ୍ତମ ପତ୍ରର ଲକ୍ଷଣ ନୁହେଁ? ଏଇଟା 2017ର ପ୍ରଶ୍ନ। ଅପସନ୍ ଏ ବିନମ୍ର ଭାବରେ ଲେଖିବା, ଅପସନ୍ ବି ଦେଇଛି ସମ୍ବୋଧନ ଓ ଭଦ୍ର ଶିଷ୍ଟ ହେବା, ଭାଷା କୋମଳ ହେବା, ଯେକୌଣସି ଶୈଳୀ ପ୍ରୟୋଗ କରିବା। ତେଣୁ ଦେଖନ୍ତୁ ଏଇଟା ପ୍ରଶ୍ନ ଆପଣଙ୍କର ଦହ ଜଣାଗଲା ଯେ କ'ଣ ଯେକୌଣସି ଶୈଳୀ ପ୍ରୟୋଗ କରାଯାଇପାରିବ ନାହିଁ, ଉତ୍ତମ ପତ୍ର ଲକ୍ଷଣ ଏଇଟା ହେଇପାରିବ ନାହିଁ। ବିନମ୍ର ଭାବରେ ଲେଖିବେ, ନିଶ୍ଚିତ ଭାବରେ ସମ୍ବୋଧନ ଭଦ୍ର ଏବଂ ଶିଷ୍ଟ କରିବେ, ଭାଷା ମଧ୍ୟ କୋମଳ କରିବେ। ଠିକ୍ ଅଛି, ଅପସନ୍ ଡି ହେଇଯିବ ସଠିକ ଉତ୍ତର, ନୁହେଁ ଯେହେତୁ ପଚାରିଛି। ଚାଲନ୍ତୁ 22 ନମ୍ବର ପ୍ରଶ୍ନ ନିକଟକୁ ଯିବା। କେଉଁଟି ସୃଜନାତ୍ମକ ଲିଖନର ଅନ୍ତର୍ଭୁକ୍ତ ନୁହେଁ? 2017ର ପ୍ରଶ୍ନ। ଅପସନ୍ ଏ ଦେଇଛି ଚିତ୍ର ଦେଖି ଗପ ଲେଖିବା, ଠିକ୍ ଅଛି। ଗୋଟିଏ ନାମକରଣକୁ ନେଇ କବିତା ଲେଖିବା, ଏଇଟା ମଧ୍ୟ ଠିକ୍ ଅଛି। କେତୋଟି ଅସମ୍ପର୍କିତ ଶବ୍ଦକୁ ନେଇ ଅନୁଚ୍ଛେଦ ଲେଖିବା, ଠିକ୍ ଅଛି। ମୁଖସ୍ଥ କରିଥିବା କବିତାଟିଏ ଲେଖିବା, ଏଇଟା ହେଉଛି ସୃଜନାତ୍ମକ ଲିଖନ ନୁହେଁ। ମୁଖସ୍ଥ କରିଥିବା କବିତାକୁ ଯଦି ଲେଖୁଛି, ଏଇଟା କ'ଣ ସୃଜନାତ୍ମକ ଲିଖନ ନୁହେଁ। ଦେଖନ୍ତୁ ସୃଜନାତ୍ମକ ବା କ୍ରିଏଟିଭ ଲିଖନର ଅର୍ଥ ହେଉଛି ନିଜ ସ୍ୱକୀୟ ଚିନ୍ତାଧାରାରୁ କିଛି ନୂଆ ଲେଖିବା। ମୁଖସ୍ଥ ବିଷୟ ଲେଖିବା କେବଳ ସ୍ମୃତି ଶକ୍ତିର ପରୀକ୍ଷା ଅଟେ। ତେଣୁ ଅପସନ୍ ଡି ହେଇଯିବ ସଠିକ ଉତ୍ତର। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। 23 ନମ୍ବର ପ୍ରଶ୍ନ। କେଉଁଟି ବନ୍ୟାଶୁଦ୍ଧି ନିରାକରଣର ଉପାୟ ନୁହେଁ? ଏଇଟା 2017ର ପ୍ରଶ୍ନ। ଅପସନ୍ ଡି ଦେଖନ୍ତୁ ବନ୍ୟାଶୁଦ୍ଧି ନିରାକରଣରୁ ମଧ୍ୟ ବାରମ୍ବାର ପ୍ରଶ୍ନ ଆସୁଛି, ପ୍ରତ୍ୟେକ ବର୍ଷ ନିଶ୍ଚିତ ଭାବରେ ପ୍ରଶ୍ନ ଆସେ, ଆପଣ ନିଶ୍ଚିତ ଭାବରେ ଭଲ ଭାବରେ ପଢ଼ିକି ଯାଆନ୍ତୁ। ଠିକ୍ ଅଛି, ଅପସନ୍ ଏ ଦେଇଛି ଉଚ୍ଚ ପଠନ, ଅପସନ୍ ବି ବନାନ ଖେଳ, ଅପସନ୍ ସି ସ୍ମୃତି ଲିଖନ, ଅପସନ୍ ଡି ଆଭିଧାନିକ ବ୍ୟବହାର। ଅଭିଧାନର ବ୍ୟବହାର କଲେ କ'ଣ ବନ୍ୟାଶୁଦ୍ଧି ନିରାକରଣ ହୁଏ? ପୂର୍ବରୁ ମଧ୍ୟ କହିଥିଲି। ବନାନ ଖେଳ କଲେ ମଧ୍ୟ ହୁଏ, ଶ୍ରୁତ ଲିଖନରେ ମଧ୍ୟ ହୁଏ, କିନ୍ତୁ ଉଚ୍ଚ ପଠନ କଲେ କ'ଣ ବନ୍ୟାଶୁଦ୍ଧିର ନିରାକରଣ ହୋଇଯାଏ ନାହିଁ। ଏଇ ବନ୍ୟାଶୁଦ୍ଧି ନିରାକରଣଟା କ'ଣ ଲେଖିଲା ସମୟରେ ହୋଇଥାଏ। ଠିକ୍ ଅଛି, ଉଚ୍ଚ ପଠନ ଦ୍ୱାରା କ'ଣ ଉଚ୍ଚାରଣ ଶୁଦ୍ଧ ହୁଏ, କିନ୍ତୁ ବନ୍ୟାଶୁଦ୍ଧି ଲେଖିବା ବେଳେ ଦେଖାଯାଏ, ତେଣୁ ଶୁଦ୍ଧତା ଦେଖାଯାଏ, ଲେଖିଲା ବେଳେ ଶୁଦ୍ଧତା ଦେଖାଯାଏ। ତେଣୁ ଶ୍ରୁତ ଲିଖନ ଅଭିଧାନ ବ୍ୟବହାର ଅଧିକ ଜରୁରୀ ହୋଇଥାଏ। এই ବନାନ ଖେଳ, ଶ୍ରୁତ ଲିଖନ, ଅଭିଧାନ ବ୍ୟବହାର ଦ୍ୱାରା ବନ୍ୟାଶୁଦ୍ଧି ନିରାକରଣ ହୋଇପାରିଥାଏ। ଉଚ୍ଚ ପଠନ ଦ୍ୱାରା କ'ଣ ହୁଏ? ଉଚ୍ଚାରଣ କେବଳ ଶୁଦ୍ଧ ହୁଏ, କିନ୍ତୁ ଲେଖିବା ପ୍ରଣାଳୀରେ ଶୁଦ୍ଧ ହୁଏ ନାହିଁ। ତେଣୁ ଅପସନ୍ ଏ ହେଇଯିବ ସଠିକ ଉତ୍ତର। ବୁଝିପାରିଲେ ନା ବୁଝିପାରୁନାହାନ୍ତି? ଅପସନ୍ ଏ ହେବ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। 24 ନମ୍ବର ପ୍ରଶ୍ନ। ବ୍ୟାପକ ପଠନର ଲକ୍ଷ୍ୟ କ'ଣ? ଏଇଟା 2021ର ପ୍ରଶ୍ନ। ଅପସନ୍ ଏ ନୂତନ ଓ କ୍ଲିଷ୍ଟ ଶବ୍ଦ ସହ ପରିଚିତି, ଅପସନ୍ ବି ଭାଷାଗତ କୌଶଳ ହାସଲ, ଅପସନ୍ ସିରେ ଦେଇଛି ଆନନ୍ଦ ପ୍ରାପ୍ତି, ଅପସନ୍ ଡି ଦେଇଛି ବ୍ୟାକରଣ ଜ୍ଞାନର ଅଭିବୃଦ୍ଧି। ଏହି ପ୍ରଶ୍ନର ସଠିକ ଉତ୍ତର କ'ଣ ହେବ? ଏହାର ସଠିକ ଉତ୍ତର ହେବ ଅପସନ୍ ସି ଆନନ୍ଦ ପ୍ରାପ୍ତି। ବ୍ୟାପକ ପଠନର ଲକ୍ଷ୍ୟ ହେଉଛି ଆନନ୍ଦ ପ୍ରାପ୍ତି। ଏଇଟା କ'ଣ ଏକ୍ସଟେନ୍ସିଭ୍ ରିଡ଼ିଂ ନା? ବ୍ୟାପକ ପଠନଟା କ'ଣ ଏକ୍ସଟେନ୍ସିଭ୍ ରିଡ଼ିଂ। ଏକ୍ସଟେନ୍ସିଭ୍ ରିଡ଼ିଂ, ଠିକ୍ ଅଛି। ତେଣୁ ଏକ୍ସଟେନ୍ସିଭ୍ ରିଡ଼ିଂରେ କ'ଣ ଆମର ଷ୍ଟୋରି, କବିତା, ଏଇ ଏକ୍ସଟ୍ରା ଜିନିଷ ଯେଉଁଟା ପଢ଼ିବା ପାଇଁ ଦିଆଯାଏ, ସେଇଟା ଏକ୍ସଟେନ୍ସିଭ୍ ରିଡ଼ିଂ। ତାହେଲେ ଗଳ୍ପ, ଉପନ୍ୟାସ, ପତ୍ରିକା ପଢ଼ି ନିଜର ଜ୍ଞାନ ବୃଦ୍ଧି ପାଇଁ, ଆନନ୍ଦ ପାଇଁ କରାଯାଇଥାଏ,
ଯେଉଁଟା ସେଇଟା ହେଲା କ'ଣ ବ୍ୟାପକ ପଠନ। ନିଜର ଆନନ୍ଦ ପାଇଁ ବିଭିନ୍ନ ଗଳ୍ପ ଉପନ୍ୟାସ କବିତା ପତ୍ରିକା ଏଇଟା ପଢ଼ିବା ହେଉଛି କ'ଣ ବ୍ୟାପକ ପଠନ। ଅପସନ୍ ସି ହେବ ସଠିକ୍ ଉତ୍ତର। ଆନନ୍ଦ ପ୍ରାପ୍ତି ପାଇଁ କରାଯାଇଥାଏ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। କେଉଁଟି ବ୍ୟାକରଣ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ? ଏଇଟା 2021ର ପ୍ରଶ୍ନ। ଅପସନ୍ ଏ ପିଲାମାନେ ମନର ଭାବନାକୁ ଶୁଦ୍ଧ ଭାବରେ କହିପାରିବେ। ଅପସନ୍ ବି କଳ୍ପନା ଓ ଚିନ୍ତା ଶକ୍ତିର ବିକାଶ ସାଧନ କରିପାରିବେ। ଅପସନ୍ ସି ଦେଇଛି ଶବ୍ଦ ଗଠନ ଏବଂ ବାକ୍ୟ ଗଠନର କୌଶଳ ଶିକ୍ଷା କରିବେ। ଅପସନ୍ ଡି ଦେଇଛି ମନର ଭାବନାକୁ ନିର୍ଭୁଲ ଭାବେ ଲେଖାରେ ପ୍ରକାଶ କରିପାରିବେ। 25 ନମ୍ବର ପ୍ରଶ୍ନ। ଏହାର ସଠିକ୍ ଉତ୍ତର ହେବ କ'ଣ? এই କଳ୍ପନା ଶକ୍ତି ଚିନ୍ତା ଶକ୍ତିର ବିକାଶ ସାଧନ କରିପାରିବେ ହେଇଯିବ ସଠିକ୍ ଉତ୍ତର। ଅପସନ୍ ବି ହେବ ସଠିକ୍ ଉତ୍ତର। ଏଇଟା କ'ଣ ଏଇ ବ୍ୟାକରଣ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ ପଚାରିଛି ନା, ସେଥିପାଇଁ ହେବ। ପିଲାମାନେ ମନର ଭାବନାକୁ ଶୁଦ୍ଧ ଭାବରେ କହିପାରିବେ ବ୍ୟାକରଣ ଶିକ୍ଷାଦାନର ଉଦ୍ଦେଶ୍ୟ ଏଇଟା। ଶବ୍ଦ ଗଠନ ବାକ୍ୟ ଗଠନ କୌଶଳ ଶିକ୍ଷା କରିବେ ଏଇଟା ମଧ୍ୟ ଗୋଟେ ଉଦ୍ଦେଶ୍ୟ। ମନର ଭାବନାକୁ ନିର୍ଭୁଲ ଭାବରେ ଲେଖାରେ ପ୍ରକାଶ କରିବେ ଏଇଟା ମଧ୍ୟ ବ୍ୟାକରଣ ଶିକ୍ଷାଦାନର ଲକ୍ଷ୍ୟ। କିନ୍ତୁ କଳ୍ପନା ଚିନ୍ତା ଶକ୍ତି ବିକାଶ ସାଧନ ଏଇଟା ସୃଜନାତ୍ମକ ଲିଖନର ଅଂଶ। ବ୍ୟାକରଣର ମୁଖ୍ୟ ଲକ୍ଷ୍ୟ ହେଉଛି ଭାଷାର ଶୁଦ୍ଧତା ଲେଖିବା ଏବଂ କହିବା। କିନ୍ତୁ କଳ୍ପନା ଚିନ୍ତା ଶକ୍ତିର ବିକାଶ ମୁଖ୍ୟତଃ ସାହିତ୍ୟ ବା ପଦ୍ୟ ଗଦ୍ୟ ଶିକ୍ଷାଦାନର ଲକ୍ଷ୍ୟ ଏବଂ ଏଇଟା କ'ଣ ଏଇଟା ସୃଜନାତ୍ମକ ଲିଖନର ଉଦ୍ଦେଶ୍ୟ ମଧ୍ୟ ଅଟେ। କଳ୍ପନା ଚିନ୍ତା ଶକ୍ତିର ବିକାଶ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ନିକଟକୁ ଯିବା। 26 ନମ୍ବର ପ୍ରଶ୍ନ। ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ବେଳେ କାହା ଉପରେ ଗୁରୁତ୍ୱ ଦେବା ଉଚିତ? 2021ର ପ୍ରଶ୍ନ। ଅପସନ୍ ଏ ଶବ୍ଦାନୁଶୀଳନ। ଅପସନ୍ ବି ବିଷୟ ଆଲୋଚନା। ଅପସନ୍ ସି କଠିନ ଶବ୍ଦର ସ୍ପଷ୍ଟୀକରଣ। ଅପସନ୍ ଡି ମୁଖ୍ୟ ଭାବଧାରାର ଉପସ୍ଥାପନ। ତେଣୁ ଏହାର ସଠିକ୍ ଉତ୍ତର କ'ଣ ହେବ? ଅପସନ୍ ଡି ହେଇଯିବ ମୁଖ୍ୟ ଭାବଧାରାର ଉପସ୍ଥାପନ ହେବ। କାହିଁକି ନା ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ବେଳେ ମୁଖ୍ୟ ଭାବଧାରାର ଉପସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଏ। ଶବ୍ଦାନୁଶୀଳନ କରାଯାଏ ନାହିଁ। ଗଦ୍ୟରେ ଶବ୍ଦାନୁଶୀଳନ କରାଯାଉଥିଲା ବେଳେ ପଦ୍ୟରେ କରାଯାଏ ନାହିଁ କିମ୍ବା ଅତିରିକ୍ତ ସାହିତ୍ୟ ଶିକ୍ଷାଦାନରେ ମଧ୍ୟ କରାଯାଏ ନାହିଁ। ବିଷୟ ଆଲୋଚନା ମଧ୍ୟ ଏହା ଉପରେ ଗୁରୁତ୍ୱ ଦେବା ଉଚିତ ନୁହେଁ। ଏଇଟା କ'ଣ ଗଦ୍ୟର ଗୋଟେ କ'ଣ ଗୁରୁତ୍ୱ ଦିଆଯାଇଥାଏ। କଠିନ ଶବ୍ଦର ସ୍ପଷ୍ଟୀକରଣ ମଧ୍ୟ ଗଦ୍ୟରେ କରାଯାଏ କିନ୍ତୁ ଏହି ଅତିରିକ୍ତ ସାହିତ୍ୟ ଶିକ୍ଷାଦାନରେ କରାଯାଏ ନାହିଁ। କଠିନ ଶବ୍ଦର ସ୍ପଷ୍ଟୀକରଣ କରାଯାଏ ନାହିଁ। କେବଳ ମୁଖ୍ୟ ଭାବଧାରାକୁ ଉପସ୍ଥାପନ କରାଯାଇଥାଏ ଅତିରିକ୍ତ ସାହିତ୍ୟ ଶିକ୍ଷାଦାନରେ। ତେଣୁ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଅତିରିକ୍ତ ସାହିତ୍ୟର ଲକ୍ଷ୍ୟ ଶବ୍ଦ କରି ବୁଝିବା ନୁହେଁ ବରଂ ବିଷୟବସ୍ତୁର ସାମଗ୍ରିକ ଭାବ ବୁଝିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ବୁଝିଲେ? ତେଣୁ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଚାଲନ୍ତୁ 27 ନମ୍ବର ପ୍ରଶ୍ନ ନିକଟକୁ ଯିବା। ଆଜିର ଶେଷ ପ୍ରଶ୍ନ। କେଉଁ ପଦ୍ଧତିଟି ପଠନ ଶିକ୍ଷାଦାନ ପାଇଁ ଉପଯୁକ୍ତ ବିବେଚିତ ହୁଏ ନାହିଁ? 2021ର ପ୍ରଶ୍ନ। ଅପସନ୍ ଏ ଦେଇଛି ବର୍ଣ୍ଣାନୁକ୍ରମିକ ପଦ୍ଧତି। ଅପସନ୍ ବି ବାକ୍ୟ ପଠନ ପ୍ରଣାଳୀ। ଅପସନ୍ ସି ଶବ୍ଦ ପଠନ ପ୍ରଣାଳୀ। ଅପସନ୍ ଡି ଅନୁକ୍ରମିକ ପଦ୍ଧତି। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର। ଦେଖୁଛି ରହନ୍ତୁ। କେଉଁ ପଦ୍ଧତିଟି ପଠନ ଶିକ୍ଷାଦାନ ପାଇଁ ଉପଯୁକ୍ତ ବିବେଚିତ ହୁଏ ନାହିଁ? ଦେଖନ୍ତୁ ବର୍ଣ୍ଣାନୁକ୍ରମିକ ପଦ୍ଧତି ଏଇଟା ଠିକ୍ ଅଛି। ବର୍ଣ୍ଣାନୁକ୍ରମିକ ପଦ୍ଧତି କରାଯାଏ କିନ୍ତୁ ଏଇଟା ବେଷ୍ଟ ନୁହେଁ। ବର୍ଣ୍ଣାନୁକ୍ରମିକ ପଦ୍ଧତି ନାହିଁ ପଚାରିଛି। ତେଣୁ ଅପସନ୍ ଏ ହେଇଯିବ ସଠିକ୍ ଉତ୍ତର ବର୍ଣ୍ଣାନୁକ୍ରମିକ ପଦ୍ଧତି। ବାକ୍ୟ ପଠନ ପ୍ରଣାଳୀ ଠିକ୍ ଅଛି। ଶବ୍ଦ ଗଠନ ପ୍ରଣାଳୀ ମଧ୍ୟ ଠିକ୍ ଅଛି। ଅନୁକ୍ରମିକ ପଦ୍ଧତି ମଧ୍ୟ ଠିକ୍ ଅଛି କିନ୍ତୁ ବର୍ଣ୍ଣାନୁକ୍ରମିକ କ ଖ ଏହିପରି କ ଖ ଗ ଏପରି ସିରିଆଲି ପଢ଼ିବାଟା ଏଇଟା ବେଷ୍ଟ ହେବ ନାହିଁ। ତେଣୁ ଅପସନ୍ ଏ ହେଇଯିବ ସଠିକ୍ ଉତ୍ତର। ଆପଣମାନେ ଭିଡ଼ିଓ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ଆମର ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରନ୍ତୁ। ଦୟାକରି ଏହି ଭିଡ଼ିଓରେ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ଲାଇକ୍ ଗୋଟେ କରିଦିଅନ୍ତୁ। ପରବର୍ତ୍ତୀ କେଉଁ ଟପିକ୍ରୁ ଆପଣ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଏହି ଭିଡ଼ିଓରୁ 27ରୁ ଆପଣମାନଙ୍କର କେତେ ମାର୍କ ରହିଲା ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଠିକ୍ ଅଛି। ଆପଣ ଭିଡ଼ିଓ ଦେଖିଥିବାରୁ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।